ହ୍ୟାଲୋ ଫ୍ରେଣ୍ଡସ୍, ଆଜିର କାହାଣୀଟି ଆମ ପାଖକୁ ଆମର ଜଣେ ଭାଇ ପଠାଇଛନ୍ତି। ତ ଚାଲନ୍ତୁ ସେ ପଠାଇଥିବା କାହାଣୀଟିକୁ ଶୁଣିବା। ମୋର ପ୍ରିୟ ବନ୍ଧୁ ଓ ବାନ୍ଧବୀମାନଙ୍କୁ ମୋର ସ୍ୱାଗତ। ମୁଁ ରୋହିତ, ଘର ରାଉରକେଲା। ମୁଁ ରାଉରକେଲାରେ ଚାକିରି କରେ। ମୁଁ ଆଉ ମୋ ସ୍ତ୍ରୀ ଏବଂ ଗୋଟିଏ ଛୋଟ ପୁଅ ସହିତ ଗୋଟିଏ ଭଡ଼ା ଘର ନେଇ ରହୁ। ଆମର ଘର କାମ ପାଇଁ ଗୋଟିଏ ଚାକରାଣୀ ରଖିଛୁ। ସେ ଚାକରାଣୀଟି ଆମର ଭାରି ବିଶ୍ୱାସୀ ଏବଂ କାମିକା। ତା'ର ବୟସ ପାଖାପାଖି 40 ହେବ। ତା'ର ସ୍ୱାମୀ ମରିଯାଇଛି, ଆଉ ଗୋଟିଏ ଝିଅକୁ ମଧ୍ୟ ବର୍ଷେ ହେବ ବାହାଘର କରିଦେଇଛି। ଚାକରାଣୀର ନାଁ ହେଉଛି ମାଳତୀ। ଦେଖିବାକୁ ସୁନ୍ଦର ନହେଲେ ବି ଶରୀର ଗଠନ ପୁରା ମସ୍ତ। ତା'ର ପତଳା ଅଣ୍ଟା ଆଉ ଛାତି ପୁରା ବେଲ ଭଳି ଗୋଲ ଆଉ ବଡ଼, ଆଉ ପଛ ଭାଗ ଯେମିତି କଖାରୁ ଭଳି। ମାଳତୀ ଆମ ଘରେ କାମ କଲା ଦିନଠୁ ମୋର ନଜର ତା ଉପରେ ଥାଏ। କେମିତି ପଟେଇକି କରିବି, କିନ୍ତୁ ସ୍ତ୍ରୀ ଡରରେ କିଛି କରିବାକୁ ମୋର ସାହସ ହୁଏ ନାହିଁ। ମାଳତୀକୁ କରିବାକୁ ବହୁତ ଯୋଜନା କଲି। ମାଳତୀକୁ ମୋ ସ୍ତ୍ରୀ ଅଜାଣତରେ ପଇସା ବି ଦିଏ, କିନ୍ତୁ ଆଉ ଫେରସ୍ତ ଆଣେ ନାହିଁ। ଏମିତି କିଛି ଦିନ ଗଲା ପରେ ଦିନେ ମାଳତୀକୁ ତା ଘର ବିଷୟରେ ଭଲ ମନ୍ଦ ପଚାରି ବୁଝିଲି। ଦିନେ କଥା ପଚାରି ପଚାରି କହିଦେଲି ଯେ ତୁମର ସ୍ୱାମୀ ତ ନାହାନ୍ତି, କେମିତି ରହୁଛ? ସେ କହିଲା ଆଉ କ'ଣ କରିବି? ମୁଁ କହିଲି ଆଉ ଗୋଟିଏ ସେଟିଂ କରି ବାହା ହୋଇଯାଉନ। ମାଳତୀ କହିଲା ମୋର ଏହି ବୟସରେ ମୋତେ କିଏ ବାହା ହେବ? ମୁଁ କହିଲି ଚେଷ୍ଟା ତ କର। ସେ ଏହି କଥା ଶୁଣି ଟିକେ ଲାଜି ଯାଇ ପଳେଇ ଯାଉଥାଏ। ଦିନେ ମୋ ସ୍ତ୍ରୀ ପୁଅକୁ ଧରି ବଜାର ଯାଇଥାଏ। ଘରେ କେବଳ ମାଳତୀ ଆଉ ମୁଁ ଥାଉ। ମାଳତୀ ରୋଷେଇ ଘରେ ବାସନ ମାଜୁଥାଏ। ମୁଁ ଯାଇ ତାଙ୍କ ପଛପଟୁ ଚାପୁଡ଼ି ଧରିଲି। ସେ ଚମକି ପଡ଼ିଲା ଆଉ ମୋତେ ଦେଖି ଟିକେ ହସିଲା। ମୁଁ ଜାଣିଲି ଏହାକୁ ଭଲ ଲାଗୁଛି। ଆଉ ଟିକେ ଚେଷ୍ଟା କଲେ ସେ ମୋତେ ନିଶ୍ଚୟ କରିବାକୁ ଦେବ। ମାଳତୀ କହିଲା ବାବୁ ଇଏ କ'ଣ କରୁଛ? ମୁଁ କହିଲି ମାଳତୀ ତୁମକୁ ଟିକେ ମୁଁ କରିବି। ମାଳତୀ କହିଲା ଭାଉଜ ମାନେ ମୋ ସ୍ତ୍ରୀକୁ ରାତିରେ କରିନ କି? ମୁଁ କହିଲି ତାକୁ ତ ସବୁଦିନ କରୁଛି, କିନ୍ତୁ ନୂଆ ମାଲରେ ମଜା ଅଛି। ମୁଁ ମାଳତୀର ପଛ ପାଖରେ ଠିଆ ହୋଇ ତା'ର ଛାତିକୁ ତା କପଡ଼ା ଉପରେ ଦଳି ଚାଲିଲି। ତା'ର କଅଁଳିଆ ଛାତିରେ ମୋ ହାତ ବାଜି ମୋର ବାଡ଼ି ପୁରା ଠିଆ ହୋଇସାରିଲାଣି। ମୋର ବାଡ଼ି ତାକୁ ତା ଲୁଗା ଉପରେ ତା'ର ପଛ କଖାରୁରେ ଗେଞ୍ଜି ହେଉଥାଏ। ମାଳତୀ ମୋତେ କିଛି କହୁନଥାଏ। ମୁଁ ଏଥର ଧୀରେ ଧୀରେ ତା କପଡ଼ାକୁ ତଳକୁ କରି ତା'ର ପଛ କଖାରୁ ପର୍ଯ୍ୟନ୍ତ ଟେକି ଧରି ମୋର ବାଡ଼ିକୁ ତା'ର ଦୁଇ କଖାରୁ ମଝିରେ ଗେଞ୍ଜିବାକୁ ଲାଗିଲି। ମୋ ବାଡ଼ିର ସ୍ପର୍ଶରେ ମାଳତୀ ଗରମ ହୋଇଗଲା। କାହିଁକି ନା ବହୁତ ଦିନ ହେଲାଣି ତା ସ୍ୱାମୀ ମରିବା ପରେ ସେ ଆଉ ଟିକେ ସୁଖ ପାଇନି। ମାଳତୀ ହଠାତ୍ ମୋର ବାଡ଼ିକୁ ଧରି ପକାଇଲା ଆଉ ହଲେଇଲା। ମୁଁ ମାଳତୀକୁ ମୋ ଆଡ଼କୁ ବୁଲେଇ ଦେଇ ତା ଛାତିକୁ ଖୋଲା କରିଦେଲି। ଦେଖିଲି ମସ୍ତ ଛାତି ରଖିଛି। ମୁଁ ତା ଛାତିକୁ ଦଳି ଚାଲିଲି। ଦଳା ଖାଇ ସେ ଏତେ ଗରମ ହୋଇଗଲା ଯେ କହିଲା ବାବୁ ତୁମର ହାତ ବାଜି ମୋ ଦେହ କ'ଣ ହୋଇଯାଉଛି। ଆଗ ମୋ ଗାତରେ ଟିକେ କରିଦିଅ। ଭାଉଜ ଆସିବା ପୂର୍ବରୁ କାମ ସାରିଦେବା। ତାପରେ ମୁଁ ତାକୁ ଶୋଇବା ଘରକୁ ଟେକି ନେଇ ଖଟରେ ଶୁଆଇ ଦେଇ କପଡ଼ାକୁ ଅଣ୍ଟା ପର୍ଯ୍ୟନ୍ତ ଟେକି ଦେଇ ଦେଖିଲି ତା'ର ଗାତ ପୁରା ବାଳରେ ଭର୍ତ୍ତି। ତା ଗାତର କଣା ଦେଖାଯାଉନି। ମୁଁ ତା ଉପରକୁ ଚଢ଼ିଯାଇ ମୋର ବାଡ଼ିକୁ ତା ଗାତର ବାଳକୁ ଆଡ଼େଇ ଦେଇ ଗୋଟେ ଝଟକା ଦେଲି ଯେ ମୋର ବାଡ଼ି ଟିକେ ଟାଇଟ୍ରେ ଭିତରକୁ ବସିଗଲା। ମାଳତୀ ଟିକେ ଚିଲେଇ ଉଠିଲା। ତାପରେ ପୁଣି ଶାନ୍ତ ହୋଇଗଲା। ମୁଁ ଜୋରରେ କରି ଚାଲିଲି। ମାଳତୀ ଗାତରୁ ପାଣି ବାହାରି ପଡ଼ିଲା। ମୁଁ ସେମିତି କରି ଚାଲିଥାଏ। 20 ମିନିଟ୍ କରିଲା ପରେ ମୋର ପାଣି ବାହାରିଲା। ସବୁତକ ପାଣି ତା ପେଟ ଉପରେ ଛାଡ଼ିଲି। ତାପରେ ମାଳତୀ ଉଠି ଯାଇ ଧୁଆଧୋଇ ହୋଇ ତା କାମରେ ଲାଗିଲା। ମାଳତୀର ମୋର ମଝିରେ ମଝିରେ ମୋ ସ୍ତ୍ରୀ ନଥିଲା ବେଳେ ଆମେ ଦୁହେଁ କରାକରି ହଉ। ଏହି ଲକଡାଉନ୍ ଗଲା ଛୁଟି ପୂର୍ବରୁ ମୋ ସ୍ତ୍ରୀ ତା ବାପା ଘରକୁ ଯାଇଥାଏ। ମାଳତୀ କାମ କରିବାକୁ ଆସିଲା। ଦେଖିଲି ତା ମୁହଁ ଶୁଖିଯାଇଛି, ପୁରା ଉଦାସ ଲାଗୁଛି। ମୁଁ ପଚାରିଲି କ'ଣ ହୋଇଛି? ସେ କହିଲା ମୋ ଝିଅକୁ 2 ବର୍ଷ ହେଲାଣି ବାହା ଦେଲିନି। ଛୁଆପିଲା ହେଉନାହାନ୍ତି। ତା ଶାଶୁ ଶ୍ୱଶୁର ଏହି ଛୁଆପିଲା ପାଇଁ ତାକୁ ଗାଳି କରୁଛନ୍ତି। ମୁଁ କହିଲି ଡାକ୍ତରକୁ ଦେଖାଉନ। ମାଳତୀ କହିଲା ମୋ ଝିଅ ପାଖରେ କିଛି ଦୋଷ ନାହିଁ, ସବୁ ଦୋଷ ଜଇଁର। ହେଲେ ତାଙ୍କ ଘର ଲୋକ ମୋ ଝିଅ ଉପରେ ଦୋଷ ଦେଉଛନ୍ତି। ମାଳତୀ କହିଲା ବାବୁ ଗୋଟେ କଥା କହିବି, ରାଗିବନି? ମୁଁ ହଁ କଲି। ମାଳତୀ କହିଲା ବାବୁ ତୁମେ ମୋତେ ଯେମିତି କରୁଛ ମୋ ଝିଅକୁ କରିକି ଛୁଆଟିଏ ଦିଅ। ମୁଁ କହିଲି ସେମିତି କେମିତି ହେବ? ଯଦି ତା ଶାଶୁଘର ଲୋକ ଜାଣିବେ? ମାଳତୀ କହିଲା ସେ କଥା ମୁଁ ବୁଝିବି। ମୁଁ ମନେ ମନେ ଭାବିଲି ଯାହା ହେଉ ମା ସାଙ୍ଗେ ଝିଅ ମିଳୁଛି ମାନେ ଛାଡ଼ିବି କାହିଁକି?
ମୁଁ ଭାବିଲି ମା ଯଦି ଏତେ ସୁନ୍ଦରୀ ତାହେଲେ ଝିଅ ମଧ୍ୟ ଭଲ ଥିବ। ମୁଁ କହିଲି ଆଗ ତୁ ମୋ ଝିଅକୁ ପଚାର। ମାଳତୀ କହିଲା ମୁଁ ତାକୁ ଆଗରୁ ପଚାରି ସାରିଛି। ମୁଁ କହିଲି ଠିକ୍ ଅଛି, ତାକୁ ନେଇକି ଆସ। ଠିକ୍ ସନ୍ଧ୍ୟାବେଳକୁ ମାଳତୀ ତା ଝିଅ ରୁଚିକୁ ଧରି ଆସିଲା। ମୁଁ ଦେଖିଲି ମାଠୁ ଝିଅ ଆହୁରି ସୁନ୍ଦରୀ। ଏତେ ସୁନ୍ଦରୀ ରୁଚି ମଧ୍ୟ ତା ମା ଭଳି ଦେହ ରଖିଛି। ମାଳତୀ କହିଲା ବାବୁ ମୁଁ ରୋଷେଇ କରୁଛି, ତୁମେ 2 ଜଣ ବସି କଥା ହେଉଥାଅ। ମୋ ରୁଚିକୁ ମୋ ଶୋଇବା ଘରକୁ ଡାକି ନେଇ କବାଟକୁ ବନ୍ଦ କରିଦେଲି। ରୁଚିକୁ ମୋ ଆଡ଼କୁ ଜାବୁଡ଼ି ଆଣି ତାକୁ ପୁରା ଖୋଲା କରିଦେଲି। ମୁଁ ତା ଦେହ ଦେଖି ପୁରା ପାଗଳ ହୋଇଗଲି। କରିବି ବୋଲି ଏତେ ବିକଳ ହୋଇଗଲି ଯେ ମୋ ଦେହରୁ କପଡ଼ାକୁ ଓହ୍ଲେଇ ଦେଇ ଠିଆ ହୋଇଗଲି। ଆଉ ଦେଖିଲି ରୁଚିର ଛାତି ଯୋଡ଼ିକ ପୁରା ଗୋଲ ଗୋଲ, ଆଉ ଅଗ 2ଟା ଅଙ୍ଗୁର ଭଳି ଦେଖାଯାଉଛି, ଆଉ ତା ଗାତରେ ଅଳ୍ପ ଅଳ୍ପ ବାଳ ଅଛି। ରୁଚି ଲାଜରେ ତା ଗାତ ଆଉ ଛାତିକୁ ଲୁଚାଉଥାଏ। ମୁଁ ତା ହାତକୁ ତା ଗାତ ଉପରୁ କାଢ଼ି ଦେଇ ଖଟ ଉପରେ ଶୋଇଦେଲି, ଆଉ ତା ଉପରକୁ ଚଢ଼ିଯାଇ ତାର ଛାତିକୁ ବହେ ଦଳି ଦଳି ଲାଲ କରିଦେଲି। ଏଥର ତା ଛାତିକୁ ପାଟିରେ ପୂରେଇକି ଖାଇଲି, ଆଉ 2ଟି ଆଙ୍ଗୁଳିକୁ ତାର ବାଳୁଆ ଗାତରେ ପୂରେଇ ଆଗ ପଛ କଲି। ରୁଚି ଗରମ ହୋଇଯାଇ ତା ଭିତରୁ ପାଣି ବୋହି ଆସିଲା। ତାର ଗାତ ମଧ୍ୟ ଟାଇଟ୍ ଲାଗୁଥିଲା। ମୁଁ ଦେଖିଲି ଏବେ ତାର ଗାତ ପାଣି ଛାଡ଼ୁଛି, ମାନେ ଏହି ସମୟରେ ମୋର ବାଡ଼ିକୁ ତା ଗାତରେ ପୂରେଇଲେ କଷ୍ଟ ହେବନି। ତାପରେ ମୁଁ ମୋର ବାଡ଼ିକୁ ତା ଗାତ ରସରେ ଓଦା କରି ରୁଚିର ଗୋଡ଼ 2ଟାକୁ ମେଲେଇ ଧରି ତା ଗାତରେ ମୋର ବାଡ଼ିକୁ ପୂରେଇଲି। ରୁଚିକୁ ଟିକେ କଷ୍ଟ ଲାଗିଲା, କିନ୍ତୁ ମୋ ବାଡ଼ିଟା ପୁରା ତା ଗାତରେ ସେଟ୍ ହୋଇଗଲା। ଆଉ ଟିକେ ଧୀରେ ଧୀରେ ମୋର ବାଡ଼ିକୁ ତା ଭିତରକୁ ଆଗ ପଛ କଲି। ରୁଚି ମୋତେ ତା 2 ହାତକୁ ମୋ ପିଠିରେ ଜାବୁଡ଼ି ଧରି ତା ପଛକୁ ଉପରକୁ ଉଠାଇ ମୋ ଠାରୁ ମଜା ନେଲା। ରୁଚି କହିଲା ଭାରି ମଜା ଲାଗୁଛି, ଟିକେ ଜୋରରେ କର। ମୁଁ ବିଳମ୍ବ ନ କରି ଜୋରଦାର ଧକ୍କା ମାରି ଚାଲିଲି। ଜୋରଦାର ଧକ୍କାରେ ରୁଚିର ଗାତରୁ ଆଉ ଥରେ ପାଣି ବାହାରି ଆସିଲା। ପାଣି ରସରେ ତାର ଗାତ ମୁହଁ ପୁରା ଫେଣ ହୋଇ ଘର ଖାଲି କଚ କଚ ଫଚ ଫଚ ହେଉଥାଏ। ରୁଚିର ଟାଇଟ୍ ଗାତକୁ ମୋର ବାଡ଼ି ପୁରା ସେଟ୍ ହୋଇକି ଥାଏ। ମୁଁ ଯେତେବେଳେ ଜୋର ଧକ୍କା ମାରି ମୋର ବାଡ଼ିକୁ ତା ଭିତରେ ପୁରାଏ, ମୋର ବାଡ଼ିଟା ଖସିଯାଇ ତାର ଗାତର କେଉଁଠି ମାଡ଼ ହୁଏ ଯେ ରୁଚି ଖାଲି ଚିଲେଇ ଉଠେ। ରୁଚିର ଏହି ଚିଲେଇବା ଶବ୍ଦରେ ମୋର ଆଉ ଟିକେ ଜୋଶ ବଢ଼ିଯାଏ। ମୁଁ ଏଥର ତା ଛାତି ଯୋଡ଼ିକୁ ଦଳି ଦଳି କରୁଥାଏ। ମୋତେ ଖାଲି ସେ କହୁଥାଏ ଆହୁରି ଜୋରରେ କର, ଆଜି ମୋର ପୁରା ଫଟେଇ ଦିଅ, ଯେତେ ପାଣି ଅଛି ବାହାର କରିଦିଅ। ତାପରେ ମୁଁ ରୁଚିର ଗାତରୁ ମୋର ବାଡ଼ିକୁ କାଢ଼ି ତାକୁ କୁକୁର ଭଳିଆ ରଖି ପଛପଟୁ ତା ଗାତରେ ମୋର ବାଡ଼ିକୁ ପୂରେଇ କରିଲି। ଏହି ଯୋଗାସନରେ ତା ସ୍ୱାମୀ କେବେ କରିନଥିଲା, ତେଣୁ ତାକୁ ଭାରି ମଜା ଆସିଲା। ଆଉ ସେ ତାର ପଛ କଖାରୁକୁ ମୋ ଆଡ଼କୁ ଠେଲି ଠେଲି ମଜା ନେଉଥାଏ। କିଛି ସମୟ ପରେ ମୋର ପାଣି ବାହାରିଲା। ମୁଁ ତାକୁ ପଚାରିଲି କେଉଁଠି ଛାଡ଼ିବି? ସେ କହିଲା ଭିତରେ ଛାଡ଼। ମୋର ଗାତ ଶୁଖିଲା ଅଛି, ଟିକେ ଥଣ୍ଡା ହୋଇଯାଉ, ଯେ ଏକାଥରକେ ପେଟରି ହେବି। ମୁଁ ଆହୁରି 4-5 ଧକ୍କା ମାରି ସବୁତକ ପାଣିକୁ ତା ବାଳୁଆ ଗାତରେ ଛାଡ଼ି ଦେଇ ଖଟରେ ରୁଚିକୁ କୁଣ୍ଢେଇ ଶୋଇଲି। ମାଳତୀ ରୋଷେଇ ସାରି ଆମକୁ ଖାଇବାକୁ ଡାକିଲା। ମୁଁ ସେମିତି କିଛି ନ ପିନ୍ଧି ଖାଇଯାଇକି କବାଟ ଖୋଲିଲି। ମାଳତୀ ମୋତେ ଦେଖି କହିଲା ବାବୁ ତୁମ ବାଡ଼ିରୁ ପାଣି ଏବେ ବି ବାହାରୁଛି, ଆଉ ଭଲ କି କରିଲ କି ନାହିଁ? ମୁଁ କହିଲି ଯାଇ ରୁଚିକୁ ପଚାର। ମାଳତୀ ରୁମ୍କୁ ଯାଇ ଦେଖିଲା ଯେ ତା ଝିଅ କିଛି ନ ପିନ୍ଧିକି ହାଲିଆ ହୋଇକି ଶୋଇଛି, ଆଉ ତାର ଗାତରୁ ପାଣି ଥପ୍ ଥପ୍ ହୋଇକି ପଡ଼ୁଛି। ରୁଚି ତା ମାଆକୁ ଦେଖି ହସି ହସି କହିଲା ତ ଜୋଇଁ ଏମିତି ମଜା ଦେଇନଥିବେ, ଆଜି ବାବୁ ସ୍ୱାମୀର ମଜା ଦେଇଛନ୍ତି। ମାଳତୀ କହିଲା ମୁଁ ଜାଣିଛି, ଏଥର ଛୁଆ ନିଶ୍ଚିତ ହେବ। ମାଳତୀ ଆମ ଦୁହିଁଙ୍କୁ କହିଲା ମୁଁ ରୋଷେଇ କରିଦେଇଛି, ଟିକେ ପରେ ଖାଇଦେବ, ମୁଁ ଘରକୁ ଯାଉଛି। ସେ କହିକି ସେ ବାହାରିଲା। ମୁଁ ତାକୁ ବାହାରକୁ ଛାଡ଼ିବାକୁ ଆସିଲା ବେଳେ ମାଳତୀକୁ ପଛପଟୁ ଜାବୁଡ଼ି ଧରି ତାର ଛାତିକୁ ଟିକେ ଆଉଁଛି ଦେଲି। ମାଳତୀ କହିଲା ବାବୁ ତୁମର କରା ଦେଖି ମୋର ଗାତ ବି ଗଲୁ ହେଲାଣି। ତାପରେ ମୁଁ ତାକୁ ଗାଧୁଆ ଘରକୁ ନେଇ ତାକୁ କାନ୍ଥରେ ହାତ ଦେଇ ନଇବାକୁ କହି ପଛପଟରୁ ତାର ବାଳୁଆ ଗାତରେ ମୋର ବାଡ଼ିକୁ ଗଳେଇକି ତା ପାଣି ବାହାରିବା ପର୍ଯ୍ୟନ୍ତ କରିଲି। ତାର ଗରମ ପାଣି ବାହାରେ ମୋର ବାଡ଼ି ପୁରା ଓଦା ହୋଇ ତା ଗୋଡ଼ ଆଡ଼କୁ ବୋହିଗଲା। ମୁଁ ଆଉ ଟିକେ ଗତିବିଧି ବଢ଼େଇ କରି ଚାଲିଲି, ଆଉ ସବୁତକ ପାଣିକୁ ଗାଧୁଆ ଘର ଚଟାଣରେ ପକାଇ ଦେଇ ଧୁଆଧୋଇ ହୋଇକି ଶୋଇବା ଘରକୁ ଗଲି। ତାପରେ ଆମେ ଖାଇସାରି ରାତି ସାରା ବହୁତ ପ୍ରକାର ରୁଚିକୁ ମୁଁ କରି ତାର ବାଳୁଆ ଗାତକୁ ପୁରା ଫୁଲେଇ ଦେଲି। ତାପରେ ମୋ ସ୍ତ୍ରୀ ନ ଆସିବା ପର୍ଯ୍ୟନ୍ତ ରୁଚିକୁ ପାଖରେ ରଖିଲି। ତା ମାଆକୁ ମନା କରିଦେଲି। ରୁଚି ବି ତା ମାଆକୁ କହିଲା ତୁ ଘରକୁ ଯା, ମୁଁ ବାବୁଙ୍କର ସେବା କରିବି। ଆଉ ମୁଁ ଡ୍ୟୁଟିରୁ ଫେରିଲା ପରେ ରୁଚି ଆଉ ମୁଁ ଆମେ ଖୋଲା ହୋଇକି ରହୁଥିଲୁ। ଏମିତି ରୁଚି ତା ମା ସାଙ୍ଗରେ ପଳେଇଲା। କିଛି ଦିନ ପରେ ମାଳତୀ ମିଠା ଆଣି ଚୁପ୍ ସେ ମୋତେ ଦେଲା। ମୁଁ କହିଲି କ'ଣ ପାଇଁ? ମାଳତୀ କହିଲା ଏତେ ଦିନ ଧରି ଚାଷ କଲ, ମୋ ଝିଅ ପେଟରି ହୋଇଛି। ମୁଁ କହିଲି ଭଲ କଥା,
କହି ମାଳତୀକୁ ଜାବୁଡ଼ି ଧରି ପୁଣି ତାକୁ ସେହି ଖୁସିରେ କରି ପକାଇଲି। ତ ଦର୍ଶକ ବନ୍ଧୁ, କାହାଣୀଟି କେମିତି ଲାଗିଲା ଆପଣମାନେ କମେଣ୍ଟ ବକ୍ସରେ ନିଶ୍ଚୟ। ତ ଦର୍ଶକ ବନ୍ଧୁମାନେ, ଯଦି ଆପଣମାନେ ଆମ ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ ହେଇନାହାନ୍ତି ତାହେଲେ ଏବେ ହିଁ ଜଏନ୍ ହୁଅନ୍ତୁ। ଟେଲିଗ୍ରାମକୁ ଯାଇ ସର୍ଚ୍ଚ କରନ୍ତୁ ଓଡ଼ିଆ ଷ୍ଟୋରି ଅଙ୍କିତ। ସେଇଠି ମୁଁ ଆପଣମାନଙ୍କ ପାଇଁ ବହୁତ ସୁନ୍ଦର ସୁନ୍ଦର ଫଟୋ ଭିଡ଼ିଓ ନେଇ ଆସୁଛି। ଜଲ୍ଦି ଯାଇକି ଟେଲିଗ୍ରାମରେ ସର୍ଚ୍ଚ କରନ୍ତୁ ଓଡ଼ିଆ ଷ୍ଟୋରି ଅଙ୍କିତ ଆଉ ଜଏନ୍ ହୁଅନ୍ତୁ। ଆଜି ପାଇଁ ଏତିକି ରହୁଛି। ଦେଖା ହେବା ଆଉ ଏକ ନୂଆ ଭିଡ଼ିଓର ଏକ ନୂଆ ଗରମା ଗରମ କାହାଣୀରେ। ଧନ୍ୟବାଦ।